ଜୟ ଜଗନ୍ନାଥ ସାଙ୍ଗମାନେ, ସୋନି କିଚେନ୍କୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଥିଲା ସୋମବାର, ସେଥିପାଇଁ ମୁଁ ଭାବିଲି ଟିକେ ବିନା ପିଆଜ ରସୁଣରେ କିଛି ଗୋଟେ ଆଇଟମ୍ ବନେଇବା, ଯେଉଁଟାକି ଓଡ଼ିଶାର ପ୍ରସିଦ୍ଧ ଖିଚୁଡ଼ି ସହିତ ଟମାଟୋ ଖଟା। ତା'ର କମ୍ବିନେସନ୍ଟା କେମିତି ଲାଗିବ ତ ଆପଣମାନେ କମେଣ୍ଟରେ ମୋତେ ନିହାତି ଜଣାଇବେ। ମୋତେ ତ ବହୁତ ବଢ଼ିଆ ଲାଗିଲା। ତ ଚାଲନ୍ତୁ ଦେଖିବା ଆଜିର ରେସିପି। ମୁଁ ଏଥିପାଇଁ ପ୍ରେସରରେ କିଛି ଦେଇଦେଲି ଗୁଆ ଘିଅ, ସେଥିରେ ଦେଇଦେଲି କିଛି ଜିରା ଆଉ ଅଦାକୁ ମୁଁ କୋରିକି ରଖିଥିଲି, ଅଦା ଟିକେ ଦେଇକି ତାକୁ ଭାଜିଦେଲି। ତାପରେ ଦେଇଦେଲି ଟିକେ ହିଙ୍ଗୁ। ମୁଁ ଧୋଇକି ରଖିଥିଲି ଚାଉଳ ଆଉ ମୁଗ, ତାକୁ ମୁଁ ଛାଣିକି ରଖିଦେଇଛି ଯେମିତି ସବୁ ପାଣି ନିଙ୍ଗିଡ଼ିଯିବ, ପାଣି ଯେମିତି ରହିବନି। ତାପରେ ମୁଁ ଏବେ ଦେଇଦେଲି, ତାକୁ ଟିକେ ଆମେ ହଳଦୀ ଦେଇକି ଟିକେ ଭାଜିଦେବା, ଯେମିତି ଚାଉଳରୁ ସବୁ ପାଣି ଶୁଖିଯିବ ଆଉ ଟିକେ ଭଲସେ ଟିକେ ଭାଜି ହେଇଯିବ। ଆମେ ଟିକେ ଭାଜିଦେବା ତାକୁ। ଏବେ ମୁଁ ହଳଦୀ ଦେଇ ଦେଉଛି, ହଳଦୀ ଦେଇକି ତାକୁ ଆଉ ଟିକେ ଚଲେଇବା, ହାଇରେ ହିଁ ଦେବା, ଟିକେ ଯେମିତି ଭାଜି ହେଇଯିବ। ତାପରେ ମୁଁ ମାପ ଅନୁସାରେ ପାଣି ଗରମ କରିଦେଇଥିଲି, ସେ ପାଣିକି ଆମେ ଏବେ ତାକୁ ଦେଇଦେବା। ଏଥିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ ଆଉ 2ଟି ତେଜପତ୍ର ଦେଲେ ଟିକେ ଭଲ ବାସ୍ନା ଆସିବ। ମୁଁ ଏଥିପାଇଁ ତେଜପତ୍ର ଦେଇକି ତାକୁ ଟିକେ ଚଲେଇ ଦେଲେ, ତାପରେ ଆମେ ସିଟି ମାରିଦେବା। ଏପଟେ ଚାଲନ୍ତୁ ଦେଖିବା ଖଟା ବନେଇବା, ଟମାଟୋ ଖଟା। ସେଥିପାଇଁ ମୁଁ କଡ଼େଇ ବସିକି ସେଥିରେ ଦେଇଦେଇଥିଲି ରିଫାଇନ୍ ତେଲ, କିଛି ଫୁଟଣ ଆଉ ଅଦା କୋରିକି ରଖିଥିଲି, ଅଦା ଦେଇଦେଲି। ଏବେ ଆମେ ଟମାଟୋକୁ କାଟିକି ରଖିଛେ, ଟମାଟୋକୁ ଦେଇଦେବା। ସେଥିରେ କିଛି ଭୃସଙ୍ଗ ପତ୍ର ଦେଇଦେବା ଆଉ କିଛି ଗୁଣ୍ଡ ମସଲା ଦେଇଦେବା, ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦେଇକି ତାକୁ ଟିକେ ଚଲେଇଦେବା। ଟମାଟୋରୁ ତ ଯାହା ହେଲେ ବି ପାଣି ବାହାରିବ। ମୋର ଏଠି ଟିକେ ଡ୍ରାଏ ହେଇଗଲା, ସେଥିପାଇଁ ମୁଁ ଟିକେ ପାଣି ଦେଇଦେଲି। ତ ଆପଣମାନେ ବି ଟିକେ ପାଣି ଦେଇଦେବେ, ଟମାଟୋରୁ ବହୁତ ପାଣି ବାହାରେ। ଦେଖନ୍ତୁ ମୁଁ ଅଳ୍ପ ପାଣି ଦେଇଥିଲି, ହେଲେ ବି ପାଣି ମୋର ବାହାରିଲା ବହୁତ। ତ ତାକୁ ଘୋଡ଼େଇ ଦେବେ, ଟମାଟୋ ସେଥିରେ ସିଝିଯିବ। ଟମାଟୋ ପୁରା ସିଝିଗଲା ପରେ ସେଥିରେ ଦେଇଦେବେ ଖଜୁରୀ, ଯଦି ଆପଣଙ୍କ ପାଖରେ ଥିବ ଦେଇଦେବେ, ନହେଲେ ଖଜୁରୀ ବି ସ୍କିପ୍ କରିପାରିବେ। ମୋ ପାଖରେ ଖଜୁରୀ ଥିଲା, ମୁଁ ଦେଇଦେଇଛି। ଏବେ ମୋର ପୁରା ଟମାଟୋ ସିଝିଗଲାଣି। ମୁଁ ଯେତିକି ମିଠା ଖାଇବି ସେଇ ମିଠା ଅନୁସାରେ ମୁଁ ଦେଇଦେଲି ଗୁଡ଼। ଆପଣ ଗୁଡ଼ ତା'ର ମାପ କମ୍ ବେଶୀ ବି କରିପାରିବେ। ଏଠି ମୋର ରେଡ଼ି ହେଇଗଲା ଟମାଟୋ ଖଟା। ଆଉ ଲାଷ୍ଟରେ ଦେଇଦେଇଛି ମୁଁ ଆମ୍ବକଷିଆ ଅଦା। ଆମ୍ବକଷିଆ ଅଦାକୁ ଟିକେ କୋରିକି ମୁଁ ଦେଇଦେଇଛି, ତା'ର ଫ୍ଲେଭର୍ ବହୁତ ବଢ଼ିଆ ଆସିବ, ବଢ଼ିଆ ଟେଷ୍ଟ ଲାଗିବ। ଆମ୍ବକଷିଆ ଅଦାକୁ ମୁଁ କୋରିକି ଦେଇଦେଇଛି। ମୋର ରେଡ଼ି ହେଇଗଲାଣି ଟମାଟୋ ଖଟା। ଏପଟେ ଖିଚୁଡ଼ି ବି ହେଇଗଲାଣି, ଚାଲନ୍ତୁ ଦେଖିଦେବା। ଦେଖିପାରୁଥିବେ ମୋର ଏଠି ପୁରା ଖିଚୁଡ଼ି ବଢ଼ିଆ ସେ ହେଇଯାଇଛି। ଏମିତି କିଛି ନୂଆ ନୂଆ ରେସିପି ପାଇଁ ସୋନି କିଚେନ୍କୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଫ୍ରେଣ୍ଡ ଆଣ୍ଡ ରିଲେଟିଭ୍ଙ୍କ ସହିତ ବହୁତ ସାରା ସେୟାର ବି କରନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବେ। ଏଠି ମୁଁ ମୋର ପ୍ଲେଟିଂ କରୁଛି, ଖିଚୁଡ଼ି ସହିତ ଟମାଟୋ ଖଟା ଆଉ ପନିରର ଯେଉଁ ଜବରଦସ୍ତ ଲଞ୍ଚଟେ ହେଇଥିଲା, ମୁଁ ଆଉ ଆପଣମାନଙ୍କ ସହିତ ସେୟାର ନ କରିକି ରହିପାରିଲିନି। ତ ଚାଲନ୍ତୁ ଏନ୍ଜୟ କରିବା ଆଜିର ଡିନର୍। ଏତିକି ଆପଣଙ୍କର ସୋନି କିଚେନ୍। ରହିଲି, ବାଏ ବାଏ।